ମାନେ ମୁଁ ଛତା ଧରି ଜଗିଥିଲି। ପୂଜା ଆଇଲା, ମିଶିକି ଦି ଜଣ ଯା ଡାକ୍ତରଖାନା ପଳେଇଲୁ। ମୁଁ ଟିକଟ କାଟିଦେଲି, ସିଏ ବି ଟିକଟ କାଟିଦେଲା। ଡାକ୍ତରଙ୍କୁ ଦେଖେଇ ଦେଇଥିଲୁ, ମେଡିସିନ ଆଣିବାକୁ ପଳେଇଥିଲୁ। ଏତେ ଯା ଔଷଧ କାଚ ଦେଖିକି ମୁଣ୍ଡ ବାଇଆ ହେଇଯାଇଥିଲା। ଲାଇନରେ ଜଗିକି ଆମ ପାଳି ପଳେଇଯାଇଥିଲା। ଆଙ୍କେ ଆମର ଔଷଧ ବନେଇ ଦେଇଥିଲେ। ଆଉ ଦିଟା ଔଷଧ ସେ ଭିତରେ ମିଳି ନଥିଲା, ଦୋକାନରୁ ଯାଇକି କିଣି ଦେଇଥିଲୁ। ସେଇଠୁ ଆଖି ପରୀକ୍ଷା କରିକି ଚଷମା ବନେଇବା ପାଇଁ ପଳେଇଥିଲୁ। ଗୋଟେ ଫ୍ରେମ ଟ୍ରାଏ କଲି, ଦିଟା ଫ୍ରେମ ଟ୍ରାଏ କଲି, 15-20ଟା ଫ୍ରେମ ଟ୍ରାଏ କରିଦେଲି। ଶେଷକୁ ଦିଟା ଅପସନ ରଖିକି ସେଥିରୁ ଗୋଟେ ବାଛି ଦେଇଥିଲି। ଚଷମା ଟ୍ରାଏ କଲାରୁ ଟିକେ ଫୁଲେଇ ହେଇକି ଷ୍ଟାଇଲ ମାରୁଥିଲି। ନୂଆ ଚଷମା ଫ୍ରେମ ବନେଇବି ବୋଲି ଖୁସିରେ ଏମିତି ହଉଥିଲି। ଗୋଟେ ସହିତ ଗୋଟେ ମାଗଣା ଅଛି ଜାଣିବାକୁ ପାଇଥିଲି। ସେଥିପାଇଁ ଖରାରେ ପିନ୍ଧିବା ଚଷମା କେତେଟା ବି ଟ୍ରାଏ କରିଦେଇଥିଲି। ଆଉ ସେଥିରୁ ଗୋଟିଏ ମନ ବି ପାଇଯାଇଥିଲା। ସେଥିପାଇଁ ନର୍ମାଲ ଚଷମା ଗୋଟେ ଆଉ ଖରାରେ ପିନ୍ଧିବା ଚଷମା ଗୋଟେ ସିଲେକ୍ଟ କରିଦେଇଥିଲି। ତାପରେ ଯାଇକି ଆଖିର ପରୀକ୍ଷା କରିଦେଇଥିଲି। ମୋର ମେମ୍ବରସିପ ବି କରିଦେଇଥିଲି। ତାପରେ ପଇସା ଦେଇକି ଦୋକାନର ଗୋଟେ ଭିଡିଓ କରିକି ପଳେଇ ଆସିଥିଲୁ। ଉଦୁଉଦିଆ ଖରା ହଉଥିଲା, ସେଥିପାଇଁ ମିଠା ଦୋକାନ ପଳେଇଥିଲୁ। ମାତ୍ର ମିଠା ନ ଆଣିକି ଥଣ୍ଡା ଆଣି ଦେଇଥିଲୁ। ଛତା ଧରିକି ଯାଇଥିଲୁ, ହେଲେ ବି ଏ ଉଦୁଉଦିଆ ଖରାରେ ଅବସ୍ଥା ଖରାପ ହେଇଯାଇଥିଲା। ଭାଇକୁ ଖାସ ହଉଥିଲା। ଆଉ ଥରେ ଯାଇକି ତା ପାଇଁ ଔଷଧ ଆଣି ଦେଇଥିଲୁ। ପୂଜାକୁ ତାଙ୍କ ଘରେ ଛାଡ଼ି ଦେଇଥିଲି। ମୁଁ ଘରକୁ ପଳେଇ ଆସିଥିଲି। ସନ୍ଧ୍ୟାବେଳେ ଟ୍ୟୁସନ କରିବାକୁ ପଳେଇଥିଲି। ତାପରେ ଆଉ ଗୋଟେ ଟ୍ୟୁସନକୁ ପଳେଇଥିଲି। ମୁଣ୍ଡ ବିନ୍ଧୁଥିଲା, ବାଟରେ ଚା ପିଇଥିଲି। ଟ୍ୟୁସନରୁ ଆସିଲା ବେଳୁ ବରଯାତ୍ରୀ ଦେଖିଥିଲି। ମୋମୋ ଖାଇବାକୁ ଇଚ୍ଛା ହେଲା, ସେଥିପାଇଁ ମୋମୋ ଘରକୁ ନେଇ ଯାଇଥିଲି। ଆଇଲା ପରେ ମାମା ଚା ଗୁଣ୍ଡ ଆଉ ଅମୁଲ ଆଣିବାକୁ କହିଥିଲେ। ଯାଇରି ଧରି ପଳେଇଆଇଥିଲି।